ସୂର୍ଯ୍ୟ ସମତେଜ ଶାନ୍ତନୁ ତନୁ ଚରଣେ ଯୋଡ଼ିଲା ମା ମାନେ ଆଉ ସଜନ ମଣ୍ଡଳୀ ଚାରିପଦ କଥା ବାପ ମାନସ ଆଜ୍ଞା ମହାଭାରତର ପୃଷ୍ଠା ଖୋଲିଲେ ଆଜ୍ଞା ମହାଭାରତ ଗ୍ରନ୍ଥ ଖୋଲିଲେ ଆଜ୍ଞା ଆପଣ ମାନେ ଜାଣନ୍ତି ହଁ 3 ଜଣ ନାରୀଙ୍କର 105 ପୁଅ 105 ପୁଅ 3 ନାରୀ ହଁ 105 ପୁଅ ସେ 3 ନାରୀ କିଏ ଜଣେ ହେଲା ଗାନ୍ଧାର ସେନର ଝିଅ ଗାନ୍ଧାରୀ ଗାନ୍ଧାରୀ 100 ପୁଅର ଜନନୀ ଜନାରୀ ଏକ ନାରୀ ଦୁଇରେ ରାଜା ପାଣ୍ଡୁ ପାଣ୍ଡୁ ର ସେ ପଣ୍ଡୁ ନୁହଁ ନା ପଣ୍ଡୁ ଶବ୍ଦ ଭୁଲ ରାଜା ପାଣ୍ଡୁ ପାଣ୍ଡୁ ପାଣ୍ଡୁର ପ୍ରଥମ ସ୍ତ୍ରୀ କୁନ୍ତୀ ହଁ କୁନ୍ତୀର 3 ପୁଅ ଯୁଧିଷ୍ଠିର ଭୀମ ଅର୍ଜୁନ ଅର୍ଜୁନ ଏ କୁନ୍ତୀର ଗୋଟାଏ ପୁଅ ଗଣିତ ଭାବରେ ରହିଗଲା ନାଟି କର୍ଣ୍ଣ କର୍ଣ୍ଣ ସେ କର୍ଣ୍ଣ ହଁ ନା ଗଲା କୌରବ ସାଙ୍ଗରେ ନା ଗଲା ନା ଗଲା ପାଣ୍ଡବ ସାଙ୍ଗରେ ପାଣ୍ଡବ ମାନଙ୍କ ସାଙ୍ଗରେ କର୍ଣ୍ଣ ହିସାବରେ ଗଲାନି କୁନ୍ତୀର ପୁଅ 3 ଗାନ୍ଧାରୀର 103 ଆଉ ଜଣେ ନାରୀ ମାଦ୍ରୀ ମଦ୍ର ଦେଶର ରାଜକନ୍ୟା ମାଦ୍ରୀ ମାଦ୍ରୀ ନକୁଳ ସହଦେବ ସହଦେବ ଗଙ୍ଗାଧର ମେହେର କିଚକ ବଧରେ କହିଲେ ଅଶ୍ୱେନେ କୁମାର ତିନି ନାରୀ 105 ପୁଅ ଲାଗିଲା ଭାଇ ଭାଇରେ ତକରାଳ ଜମି ପାଇଁ ସୁନା ପାଇଁ ସିଂହାସନ ପାଇଁ ମୁକୁଟ ପାଇଁ ଭାଇ ଭାଇ ଭିତରେ ତକରାଳ ର 3 ପୁରୁଷ ଧରି ଚନ୍ଦ୍ରବଂଶର ଅନରଘ ମଣିମୟ ମୁକୁଟ କେହି ପିନ୍ଧି ନଥିଲେ ଏଡେ ବଡ ବଂଶ ଚନ୍ଦ୍ରବଂଶ ହସ୍ତିନାର ରାଜବଂଶ ଆଜ୍ଞା ଆପଣ ମାନେ ଜ୍ଞାନୀ ଏଡେ ବଡ ବଂଶର ମୂଲ୍ୟ ମୁକୁଟ ନରଘମଣିମୟ ମୁକୁଟ 3 ପୁରୁଷ ଯାଏ କେହି ମୁଣ୍ଡେଇ ନଥିଲେ ସେ ମୁକୁଟ ସେମିତି ରହିଲା ସିଂହାସନରେ ଆଜି ଏଇ ପୋଖରୀ ପାଖକୁ ଯାଇଥିଲି ଜଣେ ବାବୁ ଥିଲେ ମୁଁ କହିଲି କଣ ଦେଖୁଛନ୍ତି ନା ବାପାରେ ଏ ଜମି ମୋର ସବୁ ପଡିଆ ମୁଁ କହିଲି କଣ ଭାଇ କହିଲା ଆଉ କିଏ କରିବ ଲୋକ ମିଳୁନାହାନ୍ତି ପଡିଆ ଯଦି ପୁଅ ନାହିଁ ଆଜ୍ଞା ସବୁ ଅଯୋଗ୍ୟ ଆମେ ହବା ଜମି ପଡିଆ ପଡିବ ଚନ୍ଦ୍ରବଂଶ ଏଡେ ବଡ ବଂଶ ମୁକୁଟ 3 ପୁରୁଷ ଯାଏ କେହି ମୁଣ୍ଡେଇ ନଥିଲେ ସିଂହାସନରେ ରହିଥିଲା କିଏ କିଏ ମୁଣ୍ଡେଇ ନଥିଲେ ଶୁଣୁ ଟିକେ ପୁଅ ବାଟୁକୁଆ ମୂଳ ହେଲେ ଭୀଷ୍ମ ପିତାମହ ଭୀଷ୍ମ ମୁକୁଟ ମୁଣ୍ଡେଇଲା ନେଇ କାହିଁକି ଭୀଷ୍ମଙ୍କ ପରେ
ଧୃତରାଷ୍ଟ୍ର ଆଉ ପାଣ୍ଡୁ ପାଣ୍ଡୁ ବଡ ହଉଛି ଧୃତରାଷ୍ଟ୍ର ଅନ୍ଧା ଚନ୍ଦ୍ରବଂଶର ନିୟମ ଅନ୍ଧ କଣା କୋଜା ଛୋଟା ସେ ମୁକୁଟ ପିନ୍ଧିବେନି ନାମ ମାତ୍ର ରାଜା ଧୃତରାଷ୍ଟ୍ର ମୁକୁଟ ମୁଣ୍ଡେଇଲାନି ଭୀଷ୍ମ ମୁଣ୍ଡେଇଲେନି କାହିଁକି ଏ ଭୀଷ୍ମ ଦାର ତ୍ୟାଗ କରିଲେ ରାଜର୍ଷି ଶାନ୍ତନୁ ଏଡେ ବଡ ରଜା ତାଙ୍କ ପୁଅ ହଉଛି ଭୀଷ୍ମ ବାହା ହେଲାନି ଏଡେ ବଡ ପୁଅ ବାହା ହେଲାନି ଯିଏ ବାହା ନ ହବ ସିଏ କୁଶବଟୁ ପିନ୍ଧିବନି ଆଉ ମୁକୁଟ ମୁଣ୍ଡେଇବ କଣ ତେଣୁ ପିତାମହ ଭୀଷ୍ମ ବାହା ହେଲେନି କାହିଁକି ଭୀଷ୍ମ ବାହା ହେଲେ ତା ବାପା ଶାନ୍ତନୁ ମରିବ ବ୍ୟାସ ମହାଭାରତରୁ ଆପଣଙ୍କୁ କହୁଛି ଗୋଟାଏ ପୁଅ ନିଜର ଶାରୀରିକ ଯୌନ ସୁଖକୁ ପରିତ୍ୟାଗ କଲା ବାପାର ମଙ୍ଗଳ ପାଇଁ ଏମିତିଆ ପୁଅ କିଏ ଅଛି କି ରେ ଚାରି ଯୁଗରେ ଚାରିଟା ପୁଅ ସରେ ସମସ୍ତଙ୍କ ନାଁ ଆରମ୍ଭ ସରେ ଚାରି ଯୁଗରେ ଚାରିଟା ଯୋଗ୍ୟ ପୁଅ ଆଉ ପୁଅ ନାହିଁ ଜୟ ଜଗନ୍ନାଥ ସତ୍ୟ ଯୁଗରେ ସେ ସରେ ପୁଅ କିଏ ଶ୍ରବଣ କୁମାର ଗୋଟିଏ ପୁଅ ଅନ୍ଧ ଅନ୍ଧୁଣୀ ବାପା ମାଙ୍କୁ ବାହାଙ୍ଗିରେ ବସେଇକି ଯିଏ ବୁଲେରେ ତା ଭଳିଆ ପୁଅ ଆସିବ କାହିଁକି କିରେ ବାହାଙ୍ଗିରେ ବସେଇକି ବୁଲିଲା ଶିବଙ୍କୁ ପୂଜା କରି ପୁଅ ପାଇଲେ ସେ ଅନ୍ଧ ଅନ୍ଧୁଣୀ ନଥିଲେ ରଜା ରାଣୀ ଆଖି ଥିଲା ଶିବଙ୍କୁ କହିଲେ ପୁଅ ଦିଅ ଶିବ କହିଲେ ତମ ଆଖି ପୁଅ ଦେଖିବାର ଭାଗ୍ୟ ନାହିଁ ବହୁ କଥା ଅଛି ବେଳ ନାହିଁ ଷ୍ଟୋରି ଉପରେ ଯିବି ଶିବ କହିଲେ ଯଦି ପୁଅ ବର ଦେବି ଦେଖିବାର ଭାଗ୍ୟ ନାହିଁ ପୁଅ ଜନ୍ମ ହେଲେ ଅନ୍ଧ ଅନ୍ଧୁଣୀ ହବ କହିଲେ ହଉ ଆମେ ଅନ୍ଧ ଅନ୍ଧୁଣୀ ହଉ ପଛେ ପୁଅ ଦିଅ ଗୋଟେ ପୁଅ ପାଇଁ ଆମେ କେତେ ବିକଳ ହୁଏ ଆଜ୍ଞା ପୁଅ ଜନ୍ମ ହେଲା ଅନ୍ଧ ଅନ୍ଧୁଣୀ ହେଲେ ଆଖି ଫୁଟିଗଲା ରଜା ରାଣୀଙ୍କର ପୁଅ ବଡ ହେଲା କହିଲା ବାପା ମା ମତେ ଦେଖିବନି କହିଲା ଆରେ ତୁ ଚାହିଁଲେ ଆମେ ତତେ ଦେଖିବୁ କହିଲା ବାପା କେମିତି କହିଲା ଶିବ କହିଛନ୍ତି 108 ଥର ପାଣି କଳସୀରେ କାଢି କରି ଯୋଉ ଦିନ ଆମ ଆଖିରେ ପକେଇବୁ ଆମେ ଦୃଷ୍ଟି ଶକ୍ତି ଫେରି ପାଇଲେ ଦେଖିବୁ ଛାଡିବ କୋଉଠି ବାହାଙ୍ଗିରେ ବସେଇଲା ଚାଲିଲା ଏ ପୁଅ 107ଟା ଥର ଜଳ ଏକାଠି କରିଛି ବାପା ଅନ୍ଧ ହସୁଛି ଅନ୍ଧୁଣୀ ହସୁଛି ଆଉ ଗୋଟିଏ 3 ଥର ପାଣି ହେଲେ ଆମ ପୁଅକୁ ଦେଖିବୁ ନାଇଁ ରେ ଗ୍ରୀଷ୍ମେ ସୁଖେছে ଜହି ଥିଲା ଝାରା ଜହି ଥିଲା ସେଠାର ଜଳ ଥିଲା ସ୍ୱଚ୍ଛ
କବି କୃଷ୍ଣ ପ୍ରସାଦ ବସୁ ମରିଗଲା ସେ ପୁଅ। ଆଜ୍ଞା ଦେଖନ୍ତୁ ଦୈବର ବିଧିର ବିଧାନ କାହିଁ କହିଲି ସତ୍ୟ ଯୁଗରେ ଗୋଟିଏ ପୁଅ ସରେ ଟିକେ ଓଲଟିଗଲା କଥାଟା ତମେ ଶୁଣୁନା ବାଦିବାଲା କଥା ପରା ଭାଇ ଅଛନ୍ତି। ସତ୍ୟ ତ୍ରେତୟା ଯୁଗରେ ହଉଛି ସରେ ଶ୍ରବଣ କୁମାର ଗୋଟିଏ ଯୋଗ୍ୟ ପୁଅ। ଆସୁ ଆସୁ କହିବେ ନା କହିବ ଏ ଶ୍ରବଣ କୁମାର ତ୍ରେତୟାରେ ତମେ କଣ ସତ୍ୟର କହିଲ କିଏ? ତ୍ରେତୟା ଯୁଗରେ ସରେ ଶ୍ରବଣ କୁମାର ଗୋଟିଏ ବୋଲି ପୁଅ। ସତ୍ୟ ଯୁଗରେ ସରେ ଗୋଟିଏ ଯୋଗ୍ୟ ପୁଅ ଆଉ ନାଇଁ। ଆଜ୍ଞା ସେ ପୁଅ କିଏ? ମୁଁ ଆଜ୍ଞା ପ୍ରଶ୍ନ କରୁନି ନାଇଁ ଅଧମ ମୂର୍ଖ ଆପଣଙ୍କୁ କଣ ପଚାରିବ? ଆମର ସୀମିତ ଜ୍ଞାନ କିଛି ଗ୍ରନ୍ଥ ପଢିକି ଇଏ ସୀମିତ ଜୀବନରେ ଯୋଉ ଦି ଧାଡି ମୁଁ ସଂଗ୍ରହ କରିଛି ଆପଣଙ୍କୁ ଆଜ୍ଞା ଶୁଣଉଛି। ଏ ଜୀବନ ଅନିଶ୍ଚିତ କଣ ଦି ଧାଡି ମୁଁ ଶିଖିଛି ଆପଣଙ୍କୁ ଶୁଣଉଛି ଆଜ୍ଞା। ସତ୍ୟ ଯୁଗରେ ସରେ ଗୋଟିଏ ଯୋଗ୍ୟ ପୁଅ ସିଏ ହଉଛି ସତ୍ୟବାନ ଯା ସ୍ତ୍ରୀ ମାଲୋ ସାବିତ୍ରୀ ସାବିତ୍ରୀ ମାଲୋ ତମ ନାରୀ ଜାତିର ଗୌରବ ବଢେଇଲା କିଏ? ସାବିତ୍ରୀ। କେମିତି କିରେ ଡେଣା ନ ଥାଇକି ଆକାଶରେ 6 ଜଣ ଉଡିଥିଲେ। ଡେଣା ନାହିଁ 6 ଜଣ ଆକାଶରେ ଉଡିଥିଲେ। କିଏ? ଲାବଣ୍ୟବତୀ ଭଞ୍ଜ 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 କବି ସମ୍ରାଟ ପକ୍ଷ ନ ଥାଇ କଲା ମାରୁତି ବୃଷଭ ବାହନରେ ହର ହନୁମାନର ଡେଣା ନାହିଁ ବିନା ଡେଣାରେ ହନୁମାନ ଉଡେ। ଷଣ୍ଢ ଶିବଙ୍କ ବାହନ ତାର ଡେଣା ନାଇଁ ଅଛି ଆଜ୍ଞା। ଷଣ୍ଢର ସିଏ କଣ ଚାଲି ଚାଲି ଶିବ ପାର୍ବତୀ କି ନେଇକି ଯାଏ? ଷଣ୍ଢ ଆକାଶରେ ଉଡେ। କିଏ ଲେଖିଲେ? କବି କୁଳଗୁରୁ କାଳିଦାସ କୁମାର ସମ୍ଭବମ୍ କେ ଖେଳ ଗାମୀ ତମୁ ବାହ ବାହ ପ୍ରସକ୍ତ ଚାମି କର କେଙ୍ଗିଣିକ କଟା ବିଘାତା ଦିବ ଲଗ୍ନ ପଙ୍କେଇ ବାଣର ହୁଏ ଘନେ ବିଷାଣ। ଖ ବୋଲେ ଆକାଶ ଖେ ବୋଲେ ଆକାଶରେ ଏକ ଶିବ ପାର୍ବତୀଙ୍କ କାମ ପଡିଲେ ସିଏ ଆଗ ଷଣ୍ଢକୁ ସୁମରଣ କରିବେ। ଷଣ୍ଢକୁ ମନେ ପକେଇଲା ମାତ୍ରେ ଷଣ୍ଢ ନାଚେ ଶିବ ମନ୍ଦିର ପାଖରେ। ଶିବ ମନେ ପକେଇଲେ ବୃଷଭ ନାଚେ ନନ୍ଦୀ ନାଚେ। କେମିତି ନାଚେ ଜାଣିଛୁ? ବହୁ ବର୍ଷର ବାଦିପାଲା ଅନୁଷ୍ଠାନ ମେଣ୍ଢାସା ଏ ଗାଁର ଗର୍ବ ଗୌରବ ଏ ଅଞ୍ଚଳର ପ୍ରସିଦ୍ଧ ଗାଁ ସନାମ ଧନ୍ୟ ଗାଁ। ନିଜ ନାମକୁ ମେଣ୍ଢାଚାଳ ନିଜେ ପ୍ରଚାର କରିଛି ବାହାରେ। ସିଏ ହଉଛି ସେଇ ଗାଁ ହଉଛି ଧନ୍ୟ ଯୋଉ ଗାଁର ମହିମା ଛାଏଁ ଛାଏଁ ବାହାରେ ବ୍ୟାପେ। ବୃଷଭ ତାଣ୍ଡବ ଆପଣ ମାନେ ଶିବ ତାଣ୍ଡବ ଶୁଣିଛନ୍ତି? ତାଣ୍ଡବ ବାପାଳେ କେଇ ପ୍ରକାର? ତ୍ରିଶୂଳ ତାଣ୍ଡବ, ଡମ୍ବରୁ ତାଣ୍ଡବ, ସର୍ପ ତାଣ୍ଡବ, ବୃଷଭ ଷଣ୍ଢ ତାଣ୍ଡବ, ଶିବ ତାଣ୍ଡବ। ଗୋଟେ ପଦ ଗାଉଛି ଶିବ ମନେ ପକେଇଲେ ଷଣ୍ଢ କେମିତି ତାଣ୍ଡବ ନାଚେ। ତା ନା ତାଣ୍ଡବ କଣ ବେ? ତାଣ୍ଡବ ଆଉ ନଥିଲା କିଛି ବହୁ କଥା ବେଳ କାହିଁ। ତଣ୍ଡୁ ତଣ୍ଡୁ ବୋଲି ଜଣେ ବାବାଜୀ ଥିଲେ ତଣ୍ଡୁ ବାବାଜୀ। ତଣ୍ଡୁ ମୁନି ପ୍ରଥମେ ସୃଷ୍ଟି କଲେ ବୋଲି ରଘୁ ରାଘବ ଯଦୁ ଯାଦବ ମଧୁ ମାଧବ ତଣ୍ଡୁ ମୁନି ବାହାର କଲେ ବୋଲି ତା ନାଁଟି ତାଣ୍ଡବ ରେ। ଷଣ୍ଢ ନାଚୁଛି ଶିବ ମନେ ପକେଇଲେ କେମିତି ନାଚୁଛି? ଷଣ୍ଢର
ନାଇଁ ନାଇଁ ଧୀରେ ଷଣ୍ଢର ଶିବଙ୍କର ହଁ ସବୁ ଧଳା ଧଳା ଏତଲା ଲଗା କେ ଧଳା ବିଷୟ ତ ହଉଛି ହବ ହଁ ବିଷୟ ହଉଛି ବିଷୟ ମୁଁ ନେଇଯିବି ରଖିବିନି ନା ଶିବଙ୍କର ସବୁ ଧଳା ତାଙ୍କ ଡିପାର୍ଟମେଣ୍ଟ ଧଳା ଧଳା କଳା ନାହିଁ ନା କୈଳାସ ପାହାଡ ବରଫରେ ଧଳା ଧଳା ଭାରତରେ ଯେତେ ଶିବ ମନ୍ଦିର ସବୁ ଚୁନଲିପା ଧଳା ଧଳା ଆପଣଙ୍କ ଗାଁରେ ଟଙ୍କା ଅଭାବ ଅଛି ବାଙ୍କ ବିହାରୀ ବାବୁ କଣ ନାଲି ରଙ୍ଗ କରିବା ପାଇଁ ନା ଧଳା କୈଳାସ ବରଫପୂର୍ଣ୍ଣ ଧଳା ତାଙ୍କ ଘର ହବ ଧଳା ଧଳା ଷଣ୍ଢ ଧଳା ଧଳା ପାଣି ଟାଙ୍କି ଗଙ୍ଗା ଧଳା ଧଳା ଚନ୍ଦ୍ର ହେଲା ଧଳା ହଁ। ଓ ସ୍ତ୍ରୀ ପାର୍ବତୀ ଧଳା ଧଳା ସିଏ ହେଲେ ଧଳା ଧଳା ଷଣ୍ଢ ହଉଛି ଧଳା ଧଳା ଷଣ୍ଢ ଧଳା ଯେ ବାଦି ପାଲା ତ ଭାଇ କହିବେ ସାହୁ ଭାଇ ଜାଣିନୁ ଷଣ୍ଢର 12ଟା ଜାଗା କଳା କଳା ଗୋଟେ ଜାଗା ହଳଦିଆ ହଳଦିଆ ଆଉ ସବୁ ଧଳା ଶିବଙ୍କ ଷଣ୍ଢ କୋଉ ବାର ଜାଗା 12ଟା ଜାଗା କଳା କୋଉଠି ପଡି ଗଣୁ ନଉ ହଁ ଲାଞ୍ଜୁଟି କଳା ଏକେ ଥମଣିଟି କଳା ଦୁଇ କଳା ଚାରି ଗୋଡରେ 4 ଦୁଗୁଣେ 8ଟା ଖୁରା କଳା କଳା 10 ହେଲା ସିଂହ 2ଟା କଳା 12 କଳା ଷଣ୍ଢର 12ଟି ଜାଗା କଳା କଳା ଆଉ ହଁ ପ୍ରସକ୍ତ ଚାମିକର କିଙ୍କିଣିକ କିଙ୍କିଣିକ ଚାମିକର ବୋଲେ ସୁନା ସୁନା କିଙ୍କିଣି ବୋଲେ ଘଣ୍ଟି ବା ବା ଷଣ୍ଢ ବେକରେ ହଁ ସୁନାର ଘଣ୍ଟି ସବୁବେଳେ ରହିବ ହଁ ତେଣୁ ବେକରେ ଦେଖିବ ହଳଦିଆ ରଙ୍ଗର ଗୋଟିଏ ପଟି ଥବ ତମ ବାଜିବ ର ଷଣ୍ଢ ର ଏଇପରି ଯୋଉ ଶିବଙ୍କ ଷଣ୍ଢ ଷଣ୍ଢ ପୁଅ ଆଜ୍ଞା। ଷଣ୍ଢ ନାଚୁଛି ହଁ। ଶିବ ମନେ ପକେଇଲେ ହଁ। 2 ଗୋଡ ଟେକିବ ହଁ ମୁଣ୍ଡ ଟେକିବ ଷଣ୍ଢ ହଁ ଏ ସଂଯୁକ୍ତ ଘୁଙ୍ଗୁର ଭୁଙ୍ଗରୁ ଚାକରୁ ସଞ୍ଚାରିତ ଶୁଭ ଫେରେନ୍ଦ୍ର ପୁଛ ତମ୍ବରେ ମହୁଛ ସାରୁ ତିଆରି ଖାଇଯିବ ଷଣ୍ଢ ଇଏ ଦୋଳ ପୂର୍ଣ୍ଣମୀ ଷଣ୍ଢ ଧଳା ଷଣ୍ଢ ମାତିଛି 8ଟି ଶ୍ଲୋକ ଭାଇ ଜାଣିଥିଲେ ଗୋଟିଏ ବୋଲିବେ ଷଣ୍ଢ ତାଣ୍ଡବ ବୃଷଭ ତାଣ୍ଡବ ହଁ ସଂଯୁକ୍ତ ଘୁଙ୍ଗୁର ଭୃଙ୍ଗରୁ ଚାଘ୍ର ଜାଗ୍ରଉ ଘୁଙ୍ଗୁର ନାଗିଛି ସଂଯୁକ୍ତ ଘୁଙ୍ଗୁର ଭୃଙ୍ଗ ବୋଲେ ଭଁର ଭଁର କଳା ସିଂହ 2ଟା କଳା ଗୋଟେ କିନା ଥିଲା ଚଳତ କଙ୍କଣ ଗଳଖଣ୍ଡ ନାଦମ ଚଳତ କଙ୍କଣ ଗଳଖଣ୍ଡ ନାଦମ ନାଦ ଗଳାରେ ଘଣ୍ଟି ପଡିଛି ଟନ ଟନ ଶୁଛି ଘଣ୍ଟି ହଁ ଷଣ୍ଢ ନାଚିଲେ ଘଣ୍ଟି ରହିବ ସେ ନାଚିବ ମାଝି ଟନ 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 ଠାନ ଠାନ ହଁ ଆଜି ତମେ ନାଚିଲଣି ସିଏ ନାଚିବେ ଯେ ବାଟକୁ ପଳେଆ ଆଉ ତେଣିକି ଯାଏ ହବନି ଷଣ୍ଢ ଉଡେ ଏ ମା ଏଇ 6 ଜଣ ସତ୍ୟବାନ ହଁ ସ୍ତ୍ରୀ ଗଛରେ ଚଢିକି କାଠ ଆଣୁଥିଲା ଏଇ ମୁଣ୍ଡ ବୁଲେଇ ଦେଲା ହଁ ସ୍ତ୍ରୀ ତଳେ ଆଜ୍ଞା ଅର୍ଦ୍ଧାଙ୍ଗିନୀ ତ ସ୍ତ୍ରୀ ହଁ ଜଙ୍ଗଲକୁ ଗଲା ବେଳେ ସ୍ୱାମୀ ସ୍ତ୍ରୀ ସ୍ୱାମୀ ଧଇଲା ଟାଙ୍ଗିଆ ସ୍ତ୍ରୀ ଧଇଲା କାଠର ଝୁଡି କାହିଁ ସ୍ତ୍ରୀ ଧଇଲା କଣ ଖାଣ କହିଲା 2ଟା ଜିନିଷ ମୋ ଅର୍ଦ୍ଧାଙ୍ଗିନୀ ଅଧା ସ୍ୱାମୀ ଧରିଲା ଟାଙ୍ଗିଆ ସତ୍ୟବାନ କାଠ ଆଣିବ ସ୍ତ୍ରୀ ଧଇଲା କାଠ ତିଆରି ଝୁଡି ବ୍ୟାସ ମହାଭାରତ ପହଞ୍ଚିଲେ କାଠ ହାଣୁଛି ସ୍ତ୍ରୀ ମୁଣ୍ଡ ସ୍ୱାମୀ ମୁଣ୍ଡ ବୁଲେଇ ଦେଲା ସତ୍ୟବାନ ସ୍ତ୍ରୀ ସାବିତ୍ରୀ କହୁଛି ସ୍ୱାମୀ ଓହ୍ଲେଇ ଆସ ଆପଣ ଓହ୍ଲେଇ ଆସ ନାଥ ଓହ୍ଲେଇ ଆସିଲେ ହଁ ସ୍ୱାମୀ କୋଳରେ ସ୍ତ୍ରୀ କୋଳରେ ମୁଣ୍ଡ ଦେଇ ମୁଣ୍ଡ ଦେଇ ହଁ ସତ୍ୟବାନ ଶୋଇଛି ଏ ପୁଅର ଏତିକି ବେଳେ ଆଉ ଜଣେ ଉଡିକି ଆଇଲା ବୁଡ଼ିଲେ ଯାଉଛନ୍ତି ତାର ଡେଣା ନାହିଁ ନା ଯମବାହନ ମଇଁଷି ମଇଁଷି ତାର ଡେଣା ନାହିଁ ସିଏ ଉଡେ ଯମବାହନ ମଇଁଷି ଉଡେ ହଁ ମଇଁଷିରେ ବଇଛି ଯମ ଆସି ପହଞ୍ଚିଗଲା ସାବିତ୍ରୀ ସ୍ୱାମୀ ମୁଣ୍ଡ ଆଉଁଶୁଛି ହଁ ହଁ ଯେତେବେଳେ ପହଞ୍ଚି ଗଲେ ଅନେଇ ଦେଲା ହଁ ହାତ ଯୋଡ଼ିଲା ଜାଣିନେ ଇଏ କିଏ କହିଲେ ଆପଣ କିଏ ଆପଣ କିଏ ନା ମୁଁ ଜମା କହିଲା କୋଟି ପ୍ରଣାମ କୁଆଡେ ଆସିଛନ୍ତି ନା ତୋ ସ୍ୱାମୀ କି ନେବି ମାଲୋ ସାବିତ୍ରୀ କହିଲା ଭାରତୀୟ ଆର୍ଯ୍ୟା ନାରୀ କହିଲା ତମ ଦୂତ ଆସନ୍ତି ଆପଣ କଣ ଆସିଛନ୍ତି ତମେ କଣ ଆଇଛ ନା ଲୋ ତୁ ସତୀ ତୁ ପତିବ୍ରତା ନାରୀ ମୋ ଦୂତ ମାନେ ତୋ ସ୍ୱାମୀ କି ନେଇପାରିବେନି ଯେଣୁ ତୁ ସତୀ ପତିବ୍ରତା
ଏଣୁ ମୁଁ ସ୍ୱୟଂ ନିଜେ ଆସିଛି। ସତୀ ନାରୀ ଯିଏ ତା ସ୍ୱାମୀ ପାଖକୁ ଯମଦୂତ ଯାଇପାରନ୍ତିନି। ବଇଛି ମଇଁଷିରେ ଯମ। ଭାରତର ନାରୀ ଗୋଟାଏ ନା ସାବିତ୍ରୀ କହିଲା ହଇଓ ବାବୁ ପ୍ରାଣପତି ତମର ଗୋଟେ ଗୋଡ କଣ ଛୋଟ ଆଉ ଗୋଟାଏ ଗୋଡ ଲମ୍ବା କିଏ ପଚାରୁଛି। ସାବିତ୍ରୀ ଯମ କହିଲା ଭଲ କଥାଟା ପଚାରିଲାଣି। କହିଲା ଏଇଟା ସତୀ ନାରୀ ଉତ୍ତର ନଦେଲେ ମୋ ଉପରେ ବିପଦ ପଡିବ। ଡରିକି ଯମ କହିଲା ମୋ ମାକୁ ଦିନେ ଗୋଇଠା ମାରି ଦେଇଥିଲି ଏଇଟା ଗୋଦର କଷ୍ଟ ହେଇଗଲା। ସରୁଜା ପଦ ଯମ ସେଇ ଦିନଠୁ ଏ ଗୋଡଟା ଟିକେ ଛୋଟିଆ ହେଇଯାଇଛି। ଦେଖନ୍ତୁ ମାକୁ ଗୋଇଠା ମାରିଲେ ଫଳ କଣ ହୁଏ ଶୁଣ। ସତ୍ୟ ଯୁଗରେ ଗୋଇଠା ମାରିଥିଲା ଯମ କୋଷ୍ଠିଆ ହେଇଗଲା ପୁଅ ମା ହିସାବରେ। ମା ଗାଳି ଜମା ଦାଣ୍ଡ ଧୂଳି ନୁହଁ। ଗାଁ ଗହଳିରେ କହୁଛେ ମା ଗାଳି ଦାଣ୍ଡ ଧୂଳି। ମା କହିଦେଲା କାହିଁ ଶୁଣୁଛୁ ଭୁଲ କଥା। ମା ଯାହା କହେ ଫଳିଯାଏ ଫଳିଯାଏ। ଅନ୍ତରର ଗଭୀରତମ ପ୍ରଦେଶରୁ ସେ ବାଣୀ ବାହାରିଲେ।